ସମସ୍ୟା ସମସ୍ତଙ୍କ ଜୀବନରେ ଆସିଥାଏ। ଆମର ଜାଣତରେ କିମ୍ବା ଅଜାଣତରେ ଜୀବନର କୌଣସି ନା କୌଣସି ଏକ ମୋଡ଼ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଉ କିଛି ଲୋକ ସମସ୍ୟାକୁ ନିଜେ ଡାକିଥାନ୍ତି। ନିଜକୁ ଅତି ଚାଲାକ ପ୍ରମାଣିତ କରିବାକୁ ଯାଇ ଛନ୍ଦି ହୋଇଯାଇଥାନ୍ତି ସମସ୍ୟାର ଜାଲରେ। ପୁଣି ସେ ତୁଚ୍ଛ ମନେ କରୁଥିବା ଲୋକକୁ ହିଁ ନେଉରାଇଥାନ୍ତି ଏ ସମସ୍ୟାରୁ ଉଦ୍ଧାର କରିବା ପାଇଁ। କିନ୍ତୁ ଏ ନିର୍ବୋଧ ମର୍କଟ ଜାଣେ ନା, ଏଠି ଅନ୍ୟକୁ ସମସ୍ୟାରେ ପଡ଼ିଥିବାର ଦେଖି ମଜା ନେବା ଲୋକ ଅପେକ୍ଷା ସମସ୍ୟାରୁ ଉଦ୍ଧାର କରିବା ଲୋକ ବିରଳ ବୋଲି। ଅନ୍ୟର ସମସ୍ୟାକୁ ସଫା ନ କରି ସଫଳତାର ଶିଖରକୁ ଯିବା ଆଶାୟୀଙ୍କ ଏଠି ଲମ୍ବା ଧାଡ଼ି ଲାଗିଛି ବୋଲି। ଆଜିକାଲି ଦୁନିଆରେ ଅନ୍ୟଙ୍କ ଠାରୁ ସାହାଯ୍ୟ ଆଶା କରିବାକୁ ମୂର୍ଖାମି ଛଡ଼ା ଆଉ କିଛି କୁହାଯାଇ ନପାରେ। ଏହିଭଳି ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ପାଖରୁ ବର୍ତ୍ତିବାକୁ ଚାହାନ୍ତି, କିନ୍ତୁ ଆଶାର ଅରୁଣକୁ ଢାଙ୍କି ଦେଉଥାଏ ଭୟର କଳା ବାଦଲଟା। ଏ ସଂଘର୍ଷମୟ ଜୀବନର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣାଟି। ଆପଣଙ୍କ ସମସ୍ୟାର ସମାଧାନ କେବଳ ଆପଣଙ୍କ ହାତରେ। ମନରେ ଧୈର୍ଯ୍ୟ ଥିଲେ ଶରୀରର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଅହରହ ସମସ୍ୟାର ସଂଘର୍ଷ କରିବା ଅପରିହାର୍ଯ୍ୟ। ଅନ୍ୟର ଆଖିରେ ସ୍ୱର୍ଗ ଦେଖିବା ଯେମିତି ଅସମ୍ଭବ, ସେମିତି ଅନ୍ୟର ସାହାଯ୍ୟରେ ନିଜ ସମସ୍ୟାର ସମାଧାନ କରିବା ଅସମ୍ଭବ। ମନେ ରଖନ୍ତୁ, ଏଠି ଆପେ ବଞ୍ଚିଲେ ବାପର ନାଁ, ଏହି ଉକ୍ତିଟିକୁ ଲୋକେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି।